ଏକ ନୂଆ କ୍ଲାସକୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ନୀଳକଣ୍ଠ ଦାସଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ନୀଳକଣ୍ଠ ଦାସ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ 1884 ମସିହାରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ୱାଧୀନତା ସଂଗ୍ରାମୀ। ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଉଥିଲା। ପଣ୍ଡିତ ନୀଳକଣ୍ଠ ଦାସ ଜଣେ ମେଧାବୀ ଛାତ୍ର ଥିଲେ। ଭର୍ଣ୍ଣାକୁଲାର ପରୀକ୍ଷାରୁ ଆରମ୍ଭ କରି ରେଭେନ୍ସା କଲେଜରେ BA ପରୀକ୍ଷା ପର୍ଯ୍ୟନ୍ତ ସେ ଓଡ଼ିଶାରେ ପ୍ରଥମ ହୋଇ ଆସିଥିଲେ। ଦର୍ଶନ ଶାସ୍ତ୍ର ଓ ରସାୟନ ବିଜ୍ଞାନ ବିଷୟକୁ ନେଇ BA ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ମାସିକ ବୃତ୍ତି ପାଇ ନୀଳକଣ୍ଠ ଦର୍ଶନଶାସ୍ତ୍ର କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ। ସେତେବେଳେ ତାହାର ମାନ ଖୁବ୍ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧୀନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା। କିନ୍ତୁ ପଣ୍ଡିତ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର ଓ ପଣ୍ଡିତ ନୀଳକଣ୍ଠ ଭାର୍ଗବୀ ନଈରେ ବଢ଼ି ପାଣିରେ ହଇଜାରେ ମରି ଭାସି ଯାଉଥିବା ଶବଗୁଡ଼ିକୁ ଦେଖି ଶପଥ ନେଇଥିଲେ, ସରକାରୀ ଚାକିରି କରିବା ନାହିଁ। ଏଇଲେ ଦେଶକୁ ଯେମିତି ଦେଖୁଛେ, ମଲାବେଳକୁ ଆହୁରି ଭଲ ଦେଖି ମରିବା। ଅନଗ୍ରସର ମୂକ ଓଡ଼ିଆ ଜାତିର ପାଟିରେ ଭାଷା ଦେବା ପାଇଁ ସତ୍ୟବାଦୀ ବନବିଦ୍ୟାଳୟ 1909 ମସିହାରେ ପ୍ରତିଷ୍ଠା ହେଲା ଓ ମାସିକ 30 ଟଙ୍କା ବେତନରେ ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ। ତାଙ୍କ ରଚନାବଳୀ ସମ୍ପର୍କରେ ମଧ୍ୟ ଆମେ ଜାଣି ରଖିବା। ପଣ୍ଡିତ ନୀଳକଣ୍ଠ ଦାସ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ଛାଡ଼ି ଯାଇଛନ୍ତି। ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି। ଭାଷାବିଦ୍ମାନଙ୍କ ମତରେ ଦାସ ପ୍ରଥମ ଓଡ଼ିଆ ଭାଷା ବିଜ୍ଞାନୀ। ତାଙ୍କର କାବ୍ୟଗୁଡ଼ିକ ହେଉଛି ପ୍ରଣୟିନୀ, ଯାହା 1919ରେ ପରିପ୍ରକାଶ ପାଇଥିଲା, କୋଣାର୍କେ 1919, ଖାରବେଳ 1920, ଦାସନାୟକ 1923 ଏଗୁଡ଼ିକ ଥିଲା ତାଙ୍କର କାବ୍ୟ। ତାଙ୍କ ପ୍ରବନ୍ଧ ଗୁଡ଼ିକ ହେଉଛି ଆର୍ଯ୍ୟଜୀବନ, ଓଡ଼ିଆ ସାହିତ୍ୟର କ୍ରମ ପରିମାଣ, ଶ୍ରୀମଦ ଭଗବତ ଗୀତାର ଭୂମିକା, ଓଡ଼ିଆ ଭାଷା ଓ ସାହିତ୍ୟ, ସଂସ୍କୃତି, ଲାବଣ୍ୟବତୀର ଟୀକା ଏଗୁଡ଼ିକ ଥିଲା ତାଙ୍କର ପ୍ରବନ୍ଧ। ତାଙ୍କର ଶିଶୁ ସାହିତ୍ୟ ରଚନା ଗୁଡ଼ିକ ହେଉଛି ପିଲାଙ୍କ ରାମାୟଣ, ପିଲାଙ୍କ ମହାଭାରତ, ପିଲାଙ୍କ ଭାଗବତ। ତାଙ୍କର ଅନୁବାଦ ରଚନା ହେଉଛି ଲର୍ଡ଼ ଟେନିସିଙ୍କ କବିତାକୁ ଓଡ଼ିଆରେ ଦାସନାୟକ ପ୍ରଣୟିନୀ ନାମରେ ଅନୁବାଦ କରିଛନ୍ତି। ତାଙ୍କ ସାମ୍ବାଦିକ ଜୀବନୀ ସମ୍ପର୍କରେ ମଧ୍ୟ ଆମେ କିଛି ଜାଣି ରଖିବା। ସମାଜର ସମ୍ପାଦକ, ନବଭାରତର ସମ୍ପାଦକ, ସାପ୍ତାହିକ ଲୋକମତର ପ୍ରତିଷ୍ଠାତା, ଉତ୍କଳ ସାହିତ୍ୟ ସମାଜର ଆଜୀବନ ସଭ୍ୟ ସେ ଥିଲେ। ସେ ଗୀତାର ଓଡ଼ିଆରେ ଟୀକା ଲେଖିଥିଲେ। ଏହାଛଡ଼ା ଓଡ଼ିଆ ଭାଷା ଓ ଲିପିର ସୁଧାରରେ ସେ ଅନେକ ପଦକ୍ଷେପ ନେଇଥିଲେ। ବିଜ୍ଞାନସମ୍ମତ ବିଶୁଦ୍ଧ ଓଡ଼ିଆ ବ୍ୟାକରଣ ପୁସ୍ତକର ସେ ହେଉଛନ୍ତି ରଚୟିତା। ଓଡ଼ିଆ ପ୍ରଦେଶ ଓ ଭାଷା ଆନ୍ଦୋଳନରେ ତାଙ୍କର କି ଭୂମିକା ଥିଲା ସେ ସମ୍ପର୍କରେ ଜାଣି ରଖିବା। ଓଡ଼ିଆ ଭାଷାକୁ ବାକି ପଡ଼ୋଶୀ ଭାଷାଭାଷୀମାନଙ୍କ ଆକ୍ରମଣରୁ ଅଲଗା କରି ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ ଓ ଏମିତି ଅନେକ କର୍ମୀମାନଙ୍କ ସହ ସେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିଲେ, ଯାହାର ଫଳସ୍ୱରୂପ 1936 ମସିହା ଏପ୍ରିଲ 1ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ରୂପେ ଗଠିତ ହେଲା।
ସମାଜ ସଂସ୍କାରକ ଓ ଭାରତର ସ୍ୱାଧୀନତାରେ ଭୂମିକା ତାଙ୍କର କ'ଣ ରହିଥିଲା? ନୀଳକଣ୍ଠ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶଗ୍ରହଣ କରି 3 ଥର ଅର୍ଥାତ୍ 2 ବର୍ଷ 2 ମାସ ହଜାରିବାଗ ଜେଲରେ କାରାବରଣ କରିଥିଲେ। କେନ୍ଦ୍ର ବିଧାନସଭା ଓ ଓଡ଼ିଶା ବିଧାନସଭାରେ ତାଙ୍କର ଓଜସ୍ୱୀ ଭାଷଣ ଅନେକଙ୍କୁ ଦେଶ ସେବା ଆଡ଼କୁ ମୁହାଁଇଥିଲା। ସେ ଏକାଧାରରେ ଜଣେ ଦେଶସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିତ୍ ଥିଲେ। ଜଣେ ସକ୍ରିୟ ସ୍ୱାଧୀନତା ସଂଗ୍ରାମୀ ଭାବରେ ସେ ଛୁଆଁଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ୱର ଉଠାଇଥିଲେ। ପଣ୍ଡିତ ନୀଳକଣ୍ଠ ଜାତିଭେଦ ମାନୁନଥିଲେ ଓ ନିଜ ଛାତ୍ରମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ। ସେତେବେଳେ ବ୍ରାହ୍ମଣ ସମାଜରେ ଦାଢ଼ି କାଟି ନିଶ ରଖିବା ମନା ଥିଲା। ଏହାର ପ୍ରତିବାଦ କରି ସେ ଦାଢ଼ି କାଟି ନିଶ ରଖିଥିଲେ। ଏଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜର ଘୋର ବିରୋଧ ସମ୍ମୁଖୀନ ହେବାକୁ ପଡ଼ିଥିଲା ଓ ତାଙ୍କୁ ଦାଢ଼ି କାଟିବାକୁ ପଡ଼ିଥିଲା। ଏହି ପ୍ରଥାକୁ ବିଦ୍ରୂପ କରି ସେ ମୋ ନିଶ ନାମରେ ପ୍ରବନ୍ଧ ଲେଖିଥିଲେ। ସେ ପାଇଥିବା ସମ୍ମାନ ଓ ପୁରସ୍କାର ଗୁଡ଼ିକ ହେଉଛି ପଦ୍ମଭୂଷଣ ସମ୍ମାନ 1960 ମସିହାରେ ପାଇଛନ୍ତି। ସାହିତ୍ୟ ଏକାଡେମୀ ପୁରସ୍କାର 1963 ମସିହାରେ ପାଇଛନ୍ତି। ତାଙ୍କର ବହି ଆତ୍ମଜୀବନୀ ନିମନ୍ତେ ସେ ପାଇଛନ୍ତି ସାହିତ୍ୟ ଏକାଡେମୀ ପୁରସ୍କାର। ସେ ଡିଲିଟ୍ ଉତ୍କଳ ବିଶ୍ୱବିଦ୍ୟାଳୟରୁ ହାସଲ କରିଛନ୍ତି। ଉତ୍କଳ ଗୁରୁ ଉପାଧି 1951 ମସିହାରେ ପାଇଛନ୍ତି। ଏ ଥିଲା ନୀଳକଣ୍ଠ ଦାସଙ୍କ ସମ୍ପର୍କିତ ଏକ ସାମୂହିକ ଆଲୋଚନା। ଏହି ଆଲୋଚନାଟି ଯଦି ପାଠକମାନଙ୍କ ସହାୟତାରେ ଲାଗିପାରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ପ୍ରଦାନ କରିବେ।